ଗପ କହିବି। ଗପର ନାଁ ହେଲା ବିଲେଇର ପିଠାଖୁଆ। ଦୁଇଟି ବିଲେଇ ତାଙ୍କ ଘରୁ ଗୋଟିଏ ପିଠା ନେଇ ଆସିଲେ। ଗୋଟିଏ ପିଠାକୁ ଦୁଇଜଣ କିପରି ଖାଇବେ ସେଥିପାଇଁ ଦୁହେଁ କଲେ। ମାଙ୍କଡ଼ଟିଏ ଗଛ ଉପରେ ଥିଲା। ସେ ଗଛରୁ ଓହ୍ଲାଇ ଆସି ଦୁହିଁଙ୍କ ମଧ୍ୟରେ ପିଠାକୁ ସମାନ ଭାବରେ ବାଣ୍ଟିଦେବ ବୋଲି କହିଲା। ମାଙ୍କଡ଼ ନିକିତିଟିଏ ଆଣିଲା। ପିଠାକୁ ଦୁଇ ଫାଳ କରି ଓଜନ କଲା। ଗୋଟିଏ ଭାଗ ବେଶୀ ଓଜନ ହେଲା। ମାଙ୍କଡ଼ ଓଜନିଆ ଫାଳଠାରୁ ପୁଳାଏ ଖାଇଦେଲା। ପୁଣି ନିକିତିରେ ଓଜନ କଲା। ଏଥର ଅନ୍ୟଥର ପାତ୍ରଟି ଓଜନିଆ ହେବାରୁ ମାଙ୍କଡ଼ ସେଥିରୁ ମଧ୍ୟ ପୁଳାଏ ଖାଇଦେଲା। ସବୁତକ ପିଠା ଖାଇଦେଇ ନିକିତିଟି ତଳେ ରଖି ମାଙ୍କଡ଼ ଗଛ ଉପରକୁ ଚାଲିଗଲା। ବିଲେଇ ଦୁଇଟି ମନ ଦୁଃଖରେ ରହିଲେ। ସେଥିପାଇଁ ସମସ୍ତେ ମିଳିମିଶି ଭାଗ ବାଣ୍ଟ କରି ଖାଇବା।